ଜନ୍ମ କରିଥିବୁ ଶାନ୍ତିର ଚଳିବ। ପୁଅ ଜନ୍ମ କରି କିଛି ଖାଲି କହୁଛନ୍ତି ସିନା ପୁଅ ବଂଶ ରଖିବା ପାଇଁ, କିଛି ନା ବନ। ସବୁ ବାପା ମା ଚାହାନ୍ତି ବୁଢ଼ା ବୁଢ଼ୀ ହେଲେ ତାଙ୍କ ପିଲା ତାଙ୍କ ସାହାରା ହଉ, କିନ୍ତୁ ଆଜି ବି ଅନେକ ହତଭାଗା ବାପା ମା ଅଛନ୍ତି ଯେଉଁମାନେ ପିଲାପିଲି ଥାଇ ବି ବେସାହାରା। ମନଟା ଯୋଉଠି ଚୂନା ହେଇଗଲା ଆଉ ସୁନା ଆସିବି ଦେନେ ଛେନା ଅମୃତ ଦେନେ ଆଉ ଖାଇତେ ମନ ହବ କି? ହାତ ଗୋଡ଼ ଠିକ୍ ନଥାଇ ବି ସେମାନଙ୍କୁ କାମ କରିବାକୁ ପଡ଼ୁଛି, କାହିଁକି ନା ଯଦି ନ ଖଟିବେ ତାହେଲେ ପେଟକୁ ମୁଠାଏ ଦାନା ଯିବନି। ଠିକ୍ ଯେମିତି ଏଇ 2 ଜଣ ମଉସା ମାଉସୀ 2 ଜଣ ଯାକ କୁଷ୍ଠରୋଗୀ। କାହିଁ କେତେ ଦିନରୁ 2 ଜଣଙ୍କର ଅବସ୍ଥା ବହୁତ ଖରାପ, କିନ୍ତୁ ଆଜି ବି ଭାଗ୍ୟର ବିଡ଼ମ୍ବନା ସେମାନେ ଭିକ ମାଗନ୍ତି ଆଉ ସେଇଥିରେ ହିଁ ତାଙ୍କ ପରିବାର ଚଳେ। ମତେ ରୋଗ ଦେଲା ସବୁ ଭଲ ମୁଁ ଆଉ କଣ କରିବି? ମୋ କର୍ମଟାକୁ ମୁଁ କହିବି ନା, ମୋ କପାଳରେ ସେଟା ଲେଖା ଅଛି ଝିଅ। କିନ୍ତୁ ଗୋଟିଏ କଥା, ସେ 2 ଜଣଙ୍କ ଭିତରେ ବହୁତ ଭଲ। 2 ଜଣ 2 ଜଣଙ୍କୁ ବହୁତ ଭଲ ପାଆନ୍ତି ଆଉ 2 ଜଣ 2 ଜଣଙ୍କ ବିନା ମୁହୂର୍ତ୍ତେ ବି ବଞ୍ଚି ପାରିବେନି। ସବୁ ଦୁଃଖ ଭିତରେ ଏ 2 ଜଣଙ୍କର ଭଲ ପାଇବା ସତରେ ମନକୁ ଛୁଇଁଗଲା। ଭଗବାନ ଜୁଟେଇଛି, ମୁଁ ମଉସାକୁ ବାହା ହେଇଛି ନା, ଆଉ କଣ କୋଉଠି କିଛି କଥା ମଉସା କତିରେ ଖୁସି ଅଛି। ଆମର କଳି ନାହିଁ, ଝଗଡା ନାହିଁ, କିଛି ନାହିଁ। ମୁଁ ପଛେ ରାଗିଛି, ମଉସା ରାଗି ଅଛି। ଏଇ 2 ଜଣଙ୍କ ପାଇଁ ମୋ ମନରୁ କେବଳ ଗୋଟିଏ ହିଁ କଥା ଆସୁଛି, ହେ ଭଗବାନ ଏ 2 ଜଣଙ୍କୁ ସବୁଦିନ ଏମିତି ଏକାଠି ହିଁ ରଖନ୍ତୁ। କଣ ଚାହିଁବି? ତୁ ଏଇରକମ 8 ଦିନରେ ଆସି ମତେ ଦେଖିକି ଯା, ତୁ ମୋର ବଡ ଝିଅ ଭଳିଆ। ଆଉ ମୁଁ କିଛି ଧନ ଦର୍ପ ନୁଡା ନାହିଁ ମତେ।